+2 ଅନଲାଇନ୍ ଆଡମିସନକୁ ନେଇ ଆସିଲା ବହୁତ ବଡ଼ ଘୋଷଣା। 12 ଯାଏଁ ଘୁଞ୍ଚିଲା +2 ଆବେଦନ ପ୍ରକ୍ରିୟା। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ +2 ପ୍ରଥମ ବର୍ଷ ନାମଲେଖା ସୂଚୀରେ ପରିବର୍ତ୍ତନ ହୋଇଛି। ଆସନ୍ତା 6 ତାରିଖ ବଦଳରେ 12 ତାରିଖ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ନାମ ଲେଖିବା ପାଇଁ ଆବେଦନ କରିପାରିବେ। ଏନେଇ ନିର୍ଦ୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲ www.samsodisha.gov.in ଲଗ୍ଇନ୍ କରି ଆବେଦନ କରିପାରିବେ। କଳା, ବାଣିଜ୍ୟ, ବିଜ୍ଞାନ ଓ ଉପଶାସ୍ତ୍ରୀ ଧନ୍ଦାମୂଳକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ଅନଲାଇନ୍ ଜରିଆରେ ଆବେଦନ କରିପାରିବେ। ପିଲାମାନେ ତମର ସବୁ ଜୁନ୍ 7 ତାରିଖରୁ ପିଲାମାନେ ସବୁ ସାମ୍ସ ପୋର୍ଟାଲରେ ତମର +2 ପାଇଁ ଆବେଦନ ବା ଫର୍ମ ଫିଲ୍ଅପ୍ କରି ଆସୁଛନ୍ତି। ଆଉ ତମର ଲାଷ୍ଟ ଡେଟ୍ ହେଉଛି ମାନେ କେଉଁ ଦିନ ଯାଏଁ ତମେ ଫର୍ମ ପକାଇ ପାରିବ ସେଇଟା ତମର ଜୁଲାଇ 6 ଥିଲା, କିନ୍ତୁ ସେଇଟାକୁ ଏବେ ବୃଦ୍ଧି କରାଯାଇ ଜୁଲାଇ 12 କରିଦିଆଯାଇଛି। ଜୁଲାଇ 12 ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ +2 ପାସ୍ ବା ତମର 10th ପାସ୍ ଆଉଟ୍ ପିଲାମାନେ ସବୁ +2 ଫର୍ମ ଫିଲ୍ଅପ୍ କରିପାରିବେ। ବୁଝିପାରିଲ ପିଲାମାନେ? ଜୁଲାଇ 12 ତାରିଖ ହେଉଛି ତମର ଲାଷ୍ଟ ଡେଟ୍। ପିଲାମାନେ କେତେ ତମର ଲାଷ୍ଟ ଡେଟ୍? ଜୁଲାଇ 12। ପିଲାମାନେ ମନେ ରଖ, ଜୁଲାଇ 12 ତାରିଖ ଯାଏଁ ତମେ ଫର୍ମ ପକାଇ ପାରିବ। ତାପରେ ତମର ଫାଷ୍ଟ ସିଲେକ୍ସନ କୋଉ ଦିନ ବାହାରିବ ପିଲାମାନେ? ଜୁଲାଇ 20 ତାରିଖରେ। ପିଲାମାନେ କେତେ ତାରିଖରେ? ଜୁଲାଇ 20 ତାରିଖରେ ତମର ଫାଷ୍ଟ ମେରିଟ ଲିଷ୍ଟ ବାହାରିବ। ତାପରେ ସେଇ ଫାଷ୍ଟ ମେରିଟ ଲିଷ୍ଟରେ ଯୋଉ ପିଲାମାନଙ୍କର ସବୁ କଲେଜ ଆସିଥିବ ସେଇ ପିଲାମାନେ ଯାଇକି ନିଜ ନିଜ କଲେଜରେ ଜୁଲାଇ 22 ଆଉ ଜୁଲାଇ 27 ତାରିଖରେ, ପିଲାମାନେ କେତେ ତାରିଖରେ? ଜୁଲାଇ 22 ଆଉ 27 ତାରିଖରେ ଯାଇକି ସବୁ ଏଇ ମଧ୍ୟରେ ଯାଇକି ଆଡମିସନ କରିବେ। ବୁଝିପାରିଲ? ତ ଏହାକୁ ନେଇ ତମର ସାମ୍ସ ପୋର୍ଟାଲରେ ଗୋଟେ ଅପଡେଟ ଆସିଛି, ଦେଖିନିଅ। ମୁଁ ତମକୁ ଏଠି ଦେଖେଇ ଦଉଛି ପିଲାମାନେ। ରିଭାଇଜ ଟାଇମଲାଇନ୍ ଫର ଇ ଆଡମିସନ ଇନଟୁ ହାୟର ସେକେଣ୍ଡାରୀ ସ୍କୁଲ, ମାନେ ତମର ଏଠି ରିଭାଇଜ ଟାଇମଲାଇନ୍ ଦେଇଦେଇଛି। ତମର କେବେ ସବୁ ଅନଲାଇନ୍ ପାଇଁ କମେନ୍ସମେଣ୍ଟ ହେଇଥିଲା ପିଲାମାନେ? ତମର 7/6/2024 ପିଲାମାନେ ତମର +2 ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଏବେ ବି ପିଲାମାନେ ସବୁ ଅନଲାଇନ୍ ଆବେଦନ କରୁଛନ୍ତି। ତମର ଲାଷ୍ଟ ଡେଟ୍ ରହିଲା ପିଲାମାନେ 12/7/2024, ମାନେ ଆସୁଥିବା ଜୁଲାଇ 12 ହେଉଛି ତମର ଲାଷ୍ଟ ଡେଟ୍। ତ ଯୋଉ ପିଲାମାନେ ବି ଏପର୍ଯ୍ୟନ୍ତ ତମେ ଫର୍ମ ପକେଇ ନାହଁ, ତମେ ଜଲ୍ଦି ଯାଇକି ଜୁଲାଇ 12 ତାରିଖ ମଧ୍ୟରେ ପକେଇଦବ। ଆଉ କେଉଁମାନେ ସବୁ ପକେଇ ସାରିଲଣି, କିଛି କ'ଣ ଡାଉଟ୍ ଥିଲେ ମୋତେ ବି ତମେ ସବୁ କମେଣ୍ଟ ମାଧ୍ୟମରେ ଜଣାଇ ପାରିବ। ବୁଝିପାରିଲ? ତାପରେ ତମର ଏଇଠି ଦେଖ, ଫାଷ୍ଟ ସିଲେକ୍ସନ ମେରିଟ ଲିଷ୍ଟ ବାହାରିବ 20/7/2024ରେ। ବୁଝିପାରିଲ ପିଲାମାନେ? ତାପରେ ଏଇ ମେରିଟ ଲିଷ୍ଟରେ ଯୋଉମାନଙ୍କର ସବୁ ନାଁ ଆସିଥିବ ସେମାନେ ଜୁଲାଇ 22 ଆଉ ଜୁଲାଇ 27 ତାରିଖରେ ଭିତରେ ଯାଇକି ନିଜ ନିଜ କଲେଜରେ ଯାଇକି ଆଡମିସନ କରିପାରିବେ। ତାହେଲେ ଆଡମିସନକୁ ନେଇକି କ'ଣ ଯଦି ତମର କିଛି ବି ଡାଉଟ୍ ଥାଏ ତମେ ମୋତେ କମେଣ୍ଟରେ ଜଣାଇ ଦିଅ। ଆଉ ଏହା ଥିଲା ଆଜିର ସବୁ ସମ୍ପୂର୍ଣ୍ଣ ଭିଡ଼ିଓ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତମ ସାଙ୍ଗମାନଙ୍କୁ ନିଶ୍ଚିନ୍ତ ସେୟାର କରିବ ଓ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିଦେବ। ତ ରହୁଛି ପିଲାମାନେ, ଜୟ ଜଗନ୍ନାଥ।